দীর্ঘ অনেক সময় ধরে আমি বেনি ভাইটা এই বড় মধ্যে বুলাবুলি করছু হ্যালো দেখে এই বড় মধ্যে বুলি বুলি শেষরে আমি পৌঁছি সারিছু মালিক রাজ্য সীমা মধ্যে এ পর্যন্ত সে বেনি ভাইর কোউঠি দেখা হেলানি ভাই এইটা ঘর জঙ্গল এই কইছু এ জঙ্গল মধ্যে ସେମାନେ କୋଉଠି ନା କୋଉଠି ବୁଲାବୁଲି କରୁ ନିଶ୍ଚୟ ଦେଖେ ଆମେ ଆଗକୁ ଯାଇକି ଖୋଜିବାକୁ ହବ ନା ଆରେ ଯେମିତି ହେଉନା କାହିଁକି ସେ ବେନି ଭାଇଟା ନିଶ୍ଚୟ ଖୋଜିବାକୁ ହବ ଆରେ ଦେଖେ ତୁ ଏପଟେ ଦେଖ ମୁଁ ସେପଟେ ଦେଖୁଛି ଠିକ ଅଛି ଭାଇ ଚାଲ ଦେଖେ ଚାଲନ୍ତୁ এই দেখো আরে দেখে একে একে রে রাজা দেবদত্তর বড় পুଅ অক্ষয় ও রাজা দেবদত্তর বড় পুଅ অক্ষয় আরে তা সাନ ପୁଅ ଆଖପାଖରେ କୋଉଠି ଦେଖା ଯାଉନି କୁଆଡେ ଚାଲି ଯାଇଛି ଭାଇ ଏକା ଏକା ବୃକ୍ଷ ମୂଳରେ ବିଶ୍ରାମ କରି ଏ ଦେଖେ ଏ ହଉଛି ଉପଯୁକ୍ତ ସମୟ ଭାଇ ତାରା ଏକୁଟିଆ ବୃକ୍ଷ ମୂଳରେ ବିଶ୍ରାମ କରିଛି ଆମେ ପଛପଟେ ଯାଇ ଆଘାତ ମାରିବା ତାପରେ ତା ସାନ ଭାଇ କଥା ବୁଝି ନେବା ତମେ ଚାଲନ୍ତୁ ଭାଇ ଦେଖେ ଚାଲନ୍ତୁ के तुम्हें अब कहाँ कैसे मैं बच्चे बटो आघात मारू छ वाह राजकुमार अक्षा बड़ बाबू वाह आज तुम्हें देखिବାକୁ ଭାରି ସୁନ୍ଦର ଲାଗୁଛ ସତରେ ଭାରି ସୁନ୍ଦର के तुम्हें ମତେ ତୁମେ ଜମାରୁ ଚିହ୍ନି ପାରିବନି ରାଜକୁମାର ଅକ୍ଷା ବଡ଼ ବାବୁ ଯୋଉ ସମୟରେ ତମେ ଦି ଭାଇ ଛୋଟ ଛୋଟ ଥିଲ ସେଇ ସମୟରେ ଦିନେ ମୁଁ ଥିଲି ତୁମରି ରାଜ୍ୟର ପ୍ରଧାନ सेनापति ଆରେ ତ ସାନ ବାପା ରାଜା ଦେବଦତ୍ତ କଣ କଲା ଜାଣିଛୁ ମୋର ସାମାନ୍ୟ ଭୁଲ ପାଇଁ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ମୋ ସେନାପତି ପଦଟାକୁ ବହିଷ୍କାର କରିଦେଲା ମୁଁ ହଉଛି ସେଇ ବହିଷ୍କୃତ ପୂର୍ବତନ ସେନାପତି ବନାଗ୍ନି ବନାଗ୍ନି हरामजादा तू बंची छ ତୋରି ସମ୍ମୁଖରେ ଖୁଣ୍ଟ ପରି ଛିଡ଼ା ହେଇଛି ଭାଇ अबे अरे रखे से हराम दादा कट मुकालोरे थप्पड़ मारी देला रे थप्पड़ मारी देला ओ रखे अबे कयो ए बड़ा निकालोरे थप्पड़ मारी बहुत बड़ा भूल कर जा कर ठीक कर अरे चुप कर गोटाई संचार पक्षी देखिछु देखिछि सेई संचार पक्षी रा हमें बेनी भाई होछु दुईटी नेना ए दुईटी जरा जदि एकत्रित हेई तो देहरे झांपी पड़ू तो अवस्था कौन हम जानिछु ओ देहरे जति के हाड़ मांस रही साप निकिड़ी तले पड़ी पा आउ से हाड़ मांस को कुकुर बिलुआ खाई दीपे आउ जो छ खंड हाड़ रातरा मांसिक रहिबा ताको मने जाए गोत्र पक्षा करे रे पपाड़ी देबी मरी बुसाड़ा अबे बनगने अरे भाई अरे मु के जानि छी जानि छ बो अरे मु औछि सिंह अच्छा आ तुम मने होछ नीलबन सुगाड़ अखाया अरे नीलबन सुगाड़ जेमिति नील कुडे पड़े राजा बाय स्वप्न देखुथिला मरे ठीक ठीक तुम मने जेमिति स्वप्न देखुथा नाइ अरे सत्य में पूर्व पुरुष मने कहि जे छन और कहि जाय छथि खीर धइले खंडारे मोहिले निमकी मधुर होइबा अरे जेते प्रकार बुझाई कहिले पर की अपना होइबा मने अबे सामने बिलुआ अक्षय राजा वसर सुबन खजे बसबा चेष्टा कर निश्चय तो तिके लज्जा लागुनी अबे ए अक्षय ओ झारे जाके अरे पाठ पढ़ी चुने नहीं कौन कहले पाठ पढ़ी चुने नहीं पढ़ी छी पाठ पढ़ी चु पढ़ी छी बे अरे वर्णबोध बही रे कौन लिखा अछि कौन लिखा अछि बिलुआ बड़ चतुर पैड बड़ मधुर आ देखे बिलुआ ता बुद्धि बोल रे बाघ मामू को शिकारी जाल रे फसई देना ठीक सेमिति तू आम जाल रे फसी चलाकू हाणी देबी नाइ नाइ चके नाइ रहिया अक्षय
দেখ তো সহিত ଆମ ବେନି ଭାଇର କୌଣସି ଶତ୍ରୁ ନାହିଁ ଶତ୍ରୁତା ନାହିଁ ଆରେ ଜମାରୁ ନୁହଁ ଆରେ ତୋ ପାଇଁ ଆମ ବେନି ଭାଇ ଗୋଟେ ପ୍ରସ୍ତାବ ନେଇ ଆସି ପ୍ରସ୍ତାବ ହଁ ଆରେ ଶୁଣ ତୋ ସହିତ ତୋ ସାନ ଭାଇ ଅଭୟଟା ଶତ୍ରୁତା କରି ସାରିଛି ରେ ନା। ଆରେ ହଁ କାହିଁକି ଜାଣିଛୁ ଯୋଉଦିନ ତୋ ସାନ ବାପା ରାଜା ଦେବଦତ୍ତ ତୋ ରାଜା ହବାର ଘୋଷଣା କରିଦେଲା ସେଇଦିନ ଠାରୁ ଅଭୟର ବଡ଼ କଷ୍ଟ ହେଇଛି ଆଉ ତୋ ସହିତ ଶତ୍ରୁତା କରି ସାରିଛି ଆଉ ଆମ ବେନି ଭାଇଟାକୁ ସୁପାରିଶ ଦେଇଛି ତତେ ମାରିବା ପାଇଁ ନା ତୁମେ ମିଛ କହୁଛ ଭାଇ ମୋ ଭାଇ ସେମିତି କହିପାରିବନି ଆଚ୍ଛା ଆରେ ମୋ ଭାଇ ହେଉଛି ଲକ୍ଷ୍ମଣ ପରିକା ଭାଇ ଓ ଏସବୁ ସମ୍ପୂର୍ଣ୍ଣ ମିଛ ନାଇଁ ତୋ ଭାଇ ଯଦି ଲକ୍ଷ୍ମଣ ପରୀକ୍ଷା ହେଇଥାନ୍ତା ତାର ଏକୁଟିଆ ବଣ ମଧ୍ୟରେ ଛାଡ଼ିଦେଇ କାହିଁକି ରାଜ ଉଆସକୁ ଫେରିଗଲା କାହିଁକି ଫେରିଗଲା ଭାଇ କେବଳ ତୋତେ ଏଇ ବଣ ମଧ୍ୟରେ ଛାଡ଼ି ଦେଇ ଚାଲିଯିବାର ଉଦ୍ଦେଶ୍ୟ ହେଉଛି ତୁ ହଉଛୁ ଗୋଟାଏ ସାବତ ପୁଅ ଆଉ ଅଭୟ ହଉଛି ବର୍ତ୍ତମାନ ରାଜା ଦେବଦତ୍ତଙ୍କ ପୁଅ ସେଇଥିପାଇଁ କହୁଛି ଆମ ବେନି ଭାଇ ସହିତ ହାତଟା ମିଶାଇ ଦେ ଆମେ ତିନି ଜଣ ଏକତ୍ରିତ ହେଇ ସେ ଶଳା ଅଭୟଟାକୁ ଜୀବନରୁ ମାରିଦେବା ଆଉ ଅଭୟ ମରିଗଲା ପରେ ମାଣିକ୍ୟଙ୍କ ରାଜ୍ୟରେ ରାଜା ହେଇ ତୁ ଜାକାସ ହେଇଯିବୁ ଜାକା ଆଉ ସେଇ ପୂର୍ବତନ ସେନାପତିକୁ ସେନାପତି ହେଇ ରହିବି ଆଉ ମୁଁ ହେବି ମାଣିକଗଡ଼ର ମୁଖ୍ୟମନ୍ତ୍ରୀ ଆରେ ଯୋଜନା ପରେ ଯୋଜନା ଯୋଜନା ପରେ ଯୋଜନା କରିଦେବି ବୁଝିଲୁ ଆରେ ବନିଗ୍ରି ଆରେ ମୁଁ ଠିକ ବୁଝି ସାରିଛି ବୁଝି ଏସବୁ ତୁମରି କୋଟା ଚକ୍ରାନ୍ତ ଭାଇ ହେଲେ ମନେ ରଖ ଏଇ ମୋ ପ୍ରାଣ ଥିବା ପର୍ଯ୍ୟନ୍ତ କଦାପି ଏମିତି ମରିବୁ କଦାପି ନୁହଁ ମରିବୁ ସାରା କଣ କହିବି ମାରିଦେବି ତତେ ତୁ ମତେ ମାରିବୁ ତତେ ମାରିଦେବି ତୋ ଦେହରେ ଶକ୍ତି ଅଛି ଅଛି ବେ ଯଦି ତୋ ଦେହରେ ଶକ୍ତି ଥାଏ ହଁ। ତାର ଉଠା ଅସ୍ତ୍ର ବେଶ ପ୍ରସ୍ତୁତ ଅଛୁ ମୁଁ ଏତେ ବୁଝାଇଲା ପରେ ବି ଜମାରୁ ମୋ କଥା ବୁଝିଲୁନି ମୋ ସହିତ ଯୁଦ୍ଧ କରିବା ପାଇଁ ପ୍ରୟାସ କରିଥିଲୁ ଆଜି ଯୁଦ୍ଧରେ ପରାସ୍ତ ହେଇସାରିଛୁ ଏଥର ଦେଖ ତୋ ଅବସ୍ଥା କ'ଣ କରୁଛି ଉତ୍ସାହ ଏଥର ତ ଇଷ୍ଟ ସମରଣ କର ଜୟ ମା ଭବାନୀ ଜୟ ମା ଭବାନୀ ନାଇଁ ଭାଇ ନାଇଁ 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 ଜଗେ ଭାଇ କାହିଁକି ମଝିରେ ଅଟକେଲି ବେସରା ଭାଇ କ'ଣ ମନେ ଅଛି ନା ନାଇଁ ହଉ କଥା ରେ ଏ ମାନେ ଆଉ ରାଜ୍ୟର ଜନପ୍ରଜା ମିଶି ହଁ ଆମକୁ ରାସ୍ତା କଡ଼ର କୁକୁର ଭାଲି ଘୋଷାରି ଘୋଷାରି ମାଡ଼ ମାରି ହଁ ଚକ୍ଷୁ ଆମ ହାତ ଗୋଡ଼ ଭାଙ୍ଗି ଦେଇଥିଲେ ଭାଇ ଠିକ କହିଛୁ ଠିକ ସେମିତି ୟାକୁ ରାସ୍ତା କଡ଼ର କୁକୁର ଭାଲି ଘୋଷାରି ନିଶ୍ଚୟ ଖେଲେଇ ଖେଲେଇ ଆରେ ଦେଖେ ତା ସାନ ବାପା ଯେମିତି ରାଜସଭା ମଧ୍ୟରେ ଆମ ବେନି ଭାଇର ମାଡ଼ ମାରି ଦାଣ୍ଡର ଭିକାରୀ ସଜେଇଛି ହଁ ଭାଇ ଠିକ ସେମିତି ଶଳାଟାକୁ ଏଇ ବଣ ମଧ୍ୟରେ ଖେଲେଇ ଜୀବନରୁ ମାରି ଶେଷ କରିଦେବା ହଁ ଭାଇ ଆବେ ଉଠ ଭାଇ ଏ ଶାଳାଟାକୁ ଏମିତି ଗଇଟା ମାଇଲେ ମରିବନି ହଁ ଭାଇ
ଅନେକ ବର୍ଷ ଧରି ଆମେ ବେନି ଭାଇ ହଁ ତ ଧରିଥିବା କୁରାଡ଼ି ସାହାଯ୍ୟରେ ଭାଇ କାଠ କାଟି କାଟି ବଣ ମଧ୍ୟରେ ଜୀବନ ଯାପନ କରୁଛୁ ହଁ ଭାଇ ଏ କୁରାଡ଼ିଟା ରକ୍ତପାନ କରିନି ନା କରିନି ଆଜି ଶଳା ଅକ୍ଷର ତାଜା ରକ୍ତପାନ କରିବ ତ ଧରିଥିବା କୁରାଡ଼ି ଭାଇ ତାକେ ଆଜି କି ଅନେକ ବର୍ଷ ହେଇଗଲା ମୁଁ ଏ କୁରାଡିଟା ରକ୍ତପାନ କରିନି ଏଇ କଥାই କହୁଛି ଆଜି ଏ ଅକ୍ଷର ତାଜା ରକ୍ତପାନ କରିବ ରେସ ଆଉ ତାରି ତାଜା ରକ୍ତରେ ହୋଲି ଖେଳିବି ହୋଲି ଯାହା ଇଚ୍ଛା ହଉଛି ସେୟା କର ହଁ କିନ୍ତୁ ଯଥା ଶୀଘ୍ର ଶଳାଟାକୁ ମାରି ଭାଇ ମାରୁ ମାରୁ ଜୀବନରେ ମାରିଲି ମାରିଦେ ভাই ও ভাই আবে ডাক ও ভাই কো ডাক ভাই রক্ষা করিবেনি ও ভাই बेटा बनागनी बेटा बनागनी এ দেখে ভাই কে রে শালাটা ମୋ ନାଁ ଧରି ଡାକୁଛି ବନାକ୍ରେ ବନାକ୍ରେ সালা বইদ বুড়া ମୋର ହେଲା ସେ ଶଳା ବୈଦ ପୁରା ଏଇ ସମୟରେ ଆସିବାର ଥିଲା ହଁ ଭାଇ ସେ ପୁରା କମଧର୍ମ ପିତା ପରି ସମ୍ମାନ କରି ଆସୁଛି ହଁ ତାକେ ଭାଇ ଯଦି ଅନ୍ୟ କେହି ହେଇଥାନ୍ତା ହଁ। ଅକ୍ଷ ସହିତ ମାରି ଶେଷ କରିଦେଇଥାନ୍ତା ହଁ ଭାଇ ଆରେ ତାକି ଭାଇ। ପୁରା ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିବାକୁ ଲାଗିଲାଣି ହଁ। ଶଳାର ଦେଖ ମଲାର ବଞ୍ଚିଛି ଆରେ ଶୀଘ୍ର ଦେଖ দেখুছি ভাই ଦେଖ କଣ ହେଇଛି ଶୀଘ୍ର କଲୁ কি করে না ভাই হ্যাঁ চিচিয়া পান্ডাস পটাস পড়কো ছাট আরে চুপ বাসরা ସବୁବେଳେ କଥାରେ ଗୋଲେଇ କାଟି କହିବାର ଅଭ୍ୟାସ ଧରି ଯାଇ ଆରେ ଯାହା ହେଇଛୁ ମତେ ସିଧା ସିଧା মারি দেলি ମାରିଦେଲୁ ହଁ ମରିଗଲା মরিগলা ଆମେ ଯଥା ଶୀଘ୍ର ସ୍ଥାନ ଛାଡ଼ି ଭାଇ। ଚାଲିଯିବା ହଉ ଆମେ ଜମା କୁଟି ରଖୁଛି ବାନି ଆରେ ଯିବା କୋଉଠିରେ କାହିଁକି ନା ହଁ। ବୁଢାର ଦୂରଦୃଷ୍ଟି ଅଛି ଅଛି ବୁଢା ଦୂରରୁ ଦେଖିପାରେ ହରିଚକ୍ଷି ଆମେ କୁଟି ରଖୁ ଗଲେ ବୁଢା ଆମକୁ ସନ୍ଦେହ କରିବ ଠିକ କହିଛୁ ହେଲେ ଭାଇ ତାହେଲେ ଯିବା କୋଉଠି ଆମେ ଏଥର ମାଣିକ ଗଡ଼କୁ ଆକ୍ରମଣ କରିବା ପାଇଁ ଚାଲି ମାଣିକ ରାଜ୍ୟକୁ ହଁ ତୁ ଠିକ ନିର୍ଣ୍ଣୟ କରିଛୁ ଚକ୍ଷି ହଁ। ଆମେ ଯଥା ଶୀଘ୍ର ସ୍ଥାନ ଛାଡ଼ି ମାଣିକ ରାଜ୍ୟକୁ ଚାଲିଯିବା ହଁ ଭାଇ। ଆରେ ଚାଲ ଚକ୍ଷି ତେବେ ଚାଲନ୍ତୁ ଭାଇ ଚାଲ